ସାଙ୍ଗମାନେ ଆମେ ଏଇ ବସ୍ରେ ଆସିଛୁ ପିକନିକ୍। ହଁ, ଅନ୍ନପୂର୍ଣ୍ଣା। ପିକନିକ୍ରେ ଗାଡ଼ି ଷ୍ଟପ୍ ମରା ହେଇ ଗାଡ଼ି ଅଟକିଛି। ଅବିକା ଆମେ ସବୁ ପିଲାମାନେ ଯାଇଥିଲେ ସ୍ନାନ କରିବାକୁ, ଗାଧୋଇବାକୁ। ମୁଁ ତ ଗାଧେଇନି, ଶୀତ ଜୋର କରୁଥିଲା ବୋଲି ଆଉ ଗୋଟେ ଜାଗାରେ ଯେଉଁଠି ରୋଷେଇବାସ ହେବ ସେଇଠି ଗାଧେଇବି, ଠିକ୍ କରିଛି। ବସିଛି ଆମର ଗାଡ଼ିର ପିକନିକ୍ ବାଡ଼ିଟା ଦେଖନ୍ତୁ। ସବୁ ଧୀରେ ଧୀରେ ଗାଧେଇକିରି ଆସୁଛନ୍ତି, ଯିବେ ବସିକିରି। ଦାରିଙ୍ଗବାଡ଼ିରେ ଆମର ଫିଷ୍ଟ ହେବ। ସେଠି ପିଲାଙ୍କ ପାଇଁ ବହୁତ ଭଲ ଭଲ ଖାଦ୍ୟର ପ୍ରବନ୍ଧନ କରାହେଇଛି। ପିଲା ସେଠି ଖାଇବେ। ଆମର ଭିକୁ ସେଟ୍ ଗୋଟିଏ ଦେଖନ୍ତୁ, ଇଏ ହେଉଛନ୍ତି ଭିକୁ ସେଟ୍। ଶିବାନୀ ଗର୍ନେଟର ଭେଲିଆନ୍। ସାଙ୍ଗମାନେ ଆମେ ପୁରା ପ୍ରପର ଦାରିଙ୍ଗବାଡ଼ିର ସବୁଠୁ ସୁନ୍ଦର ଜାଗାରେ ପହଞ୍ଚି ଯାଇଛୁ। ସେଠାରେ ପିଲାମାନଙ୍କ ପାଇଁ ଷ୍ଟାର୍ଟର ସବୁ ଛଣାଛଣି ହେଉଛି। ଚିକେନ୍ ଲଲିପପ୍, ଚିକେନ୍ ପକୋଡ଼ା, ମସରୁମ୍ ପକୋଡ଼ା, ମସଲା ପାମ୍ପଡ଼, ନଳି, ଅନେକ ପ୍ରକାର ସବୁ ଷ୍ଟାର୍ଟର ସବୁ ଆମେ ଯୋଗାଡ଼ କରିଥିଲୁ, ଆଣିକି ଆସିଛୁ ଯୋଗାଡ଼ କରିକି। ଛଣା ଚାଲିଛି। ସେଠି ଆମର ସାନ ଭାଇ ବିକାଶ ଛାଣି ଚାଲିଛି। ଏଠି ବଡ଼ ହେଡ଼୍ କୁକ୍ ଖାଲି ମଟନ୍ ରାନ୍ଧିବ ବୋଲି ଖାଲି କାଲୁ କାଲୁ ହେଉଛି। ଆଉ ମୋର ତ ଦାୟିତ୍ୱ ନଳି ପକାଉଛି। ଆମର ସାନ ଭାଇ ଜଣେ ଛାଣି ଚାଲିଛି। ଦେଖନ୍ତୁ ପିକନିକ୍ ଜାଗା, ବା ପିଲାମାନେ ନାଚିକିରି ଉଡ଼େଇ ସାରିଲେଣି। ସାଡ଼େ ଖାଉଛନ୍ତି, ଏପଟେ ଡେଉଁଛନ୍ତି। ହଜମ ତ ହେବନି ଆଉ, ସେଥିପାଇଁ ଖାଇକିରି ଉଡ଼େଇବେ ବୋଲି। ହଁ, କି ହାତ ଟେକା, ଦେଖେ ବୋଲି ଦେଖେ। ଓ ହୋଇଲୋ, ହଁ ଆଉ କ'ଣ ନା, ହଁ ପୁରା ନାଚିକି ଉଡ଼େଇ ଦେଉଛନ୍ତି। ହଁ, ଚଷମା ଟୋକା ଦେଖୁନ କେମିତି ହେଉଛି। ବା ଚାଲୁ।